ପିଲାଙ୍କ ପାଇଁ ଗପଟିଏ। ଆଜିର ଶୀର୍ଷକ ଅଙ୍ଗଦ ଦେବଙ୍କ ଗୁରୁଭକ୍ତି। ମହାନ ସନ୍ଥ କବୀର ଦାସ ନିଜର ଅନେକ ଶିଷ୍ୟଙ୍କୁ ସାଙ୍ଗରେ ଧରି ଯାଉ ଯାଉ ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଜଙ୍ଗଲ ପାର ହେଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଜଙ୍ଗଲର ପ୍ରାକୃତିକ ଶୋଭା ସମସ୍ତଙ୍କ ମନରେ ଅପୁରନ୍ତ ଆନନ୍ଦ ସୃଷ୍ଟି କରୁଥାଏ। ଶିଷ୍ୟମାନଙ୍କ ମଧ୍ୟରେ ସୁନ୍ଦର ପ୍ରକୃତି ଓ ତାର ସୃଷ୍ଟିକର୍ତ୍ତାଙ୍କ ମହାନତାକୁ ନେଇ ଆଲୋଚନା ଚାଲିଥାଏ। ହଠାତ୍ କେଉଁଠୁ ଉତ୍କଟ ଦୁର୍ଗନ୍ଧ ଆସିବା ଫଳରେ ସମସ୍ତଙ୍କ ନାକ ଫାଟିଗଲା। ସମସ୍ତଙ୍କ ନାକରେ ଗାମୁଛା ଦେଇ ଚାଲିବାକୁ ଲାଗିଲେ। ହେଲେ ଦୁର୍ଗନ୍ଧ ଉତ୍ସ କେଉଁଠି ବୋଲି ଅନେକଙ୍କ ମନରେ ଜିଜ୍ଞାସା ସୃଷ୍ଟି ହେଲା। କଥାଟା ଯାଇ ଗୁରୁଙ୍କ କାନରେ ପଡ଼ିଲା। ଗୁରୁ ମଧ୍ୟ ଦୁର୍ଗନ୍ଧର ଉତ୍ସ କେଉଁଠି ବୋଲି ଅନୁସନ୍ଧାନ କରିବାକୁ ଲାଗିଲେ। ଖୋଜୁ ଖୋଜୁ ଦେଖାଗଲା ଯେ ଏକ ମଣିଷ ଶବଟିଏ ପଡ଼ିଛି ଓ ତାହା ଉପରେ ଧଳା କନାଟିଏ ଘୋଡ଼ାଇ ଦିଆଯାଇଛି। ଶବଟିକୁ ଦେଖୁ ଦେଖୁ ଗୁରୁଙ୍କ ଓଠରେ ସ୍ମିତ ହାସ୍ୟ ଦେଖାଗଲା। ସେ ସମସ୍ତ ଶିଷ୍ୟଙ୍କ ପାଖକୁ ସ୍ନେହରେ ଡାକି କହିଲେ, ବତ୍ସ, ତୁମେ ମହାତ୍ମାଙ୍କ ମଧ୍ୟରେ ଏପରି କିଏ ଅଛ ଯିଏକି ମୋ ନିର୍ଦ୍ଦେଶରେ ଯାଇ ଏ ଶରୀରକୁ ମାଂସ ଖାଇପାରିବ? ଗୁରୁ ଆଜ୍ଞା ଅଲଙ୍ଘନୀୟ। ହେଲେ ଗୁରୁ ଯଦି ଅନୁଚିତ ଆଦେଶ ଦିଅନ୍ତି? ଶିଷ୍ୟମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଲାଗିଲେ। ଆମ୍ଭେମାନେ ଶିଖ ଅଜୋରି ନୁହଁ, ତଥାପି ଗୁରୁ ଏପରି ଆଦେଶ ଦେଉଛନ୍ତି କିପରି? ସମ୍ଭବତଃ ଏହାଙ୍କର ମସ୍ତିଷ୍କ ବିକୃତି ଦେଖାଦେଉଛି। ସମସ୍ତେ ନୀରବ ହେଇ କିଛି କହିବାକୁ ବା କରିବାକୁ ସାହସ ଜୁଟେଇ ନ ପାରି ନୀରବତା ଅବଲମ୍ବନ କରିବା ଶ୍ରେୟସ୍କର ମନେ କଲେ। ଶିଷ୍ୟମାନଙ୍କର ନୀରବତା ଦେଖି ଗୁରୁ ପୁଣି ପଚାରିଲେ, ତୁମମାନଙ୍କ ମଧ୍ୟରେ ଗୁରୁ ଆଦେଶ ପାଳନ କରିବା ପରି କ'ଣ ଜଣେ ହେଲେ ନାହାନ୍ତି? ଗୁରୁଙ୍କ ପାଟିରୁ କଥା ସରିବ ଦେଖାଗଲା। ଜଣେ ଯୁବକ ଧୀରେ ଯାଇ ଶବ ପାଖରେ ଠିଆ ହୋଇଛନ୍ତି। ଶିଷ୍ୟମାନେ ପରସ୍ପର ମୁହଁକୁ ଚାହୁଁଛନ୍ତି। ଗୁରୁ ମୁରୁକି ହସୁଛନ୍ତି। ଶବ ପାଖରେ ଠିଆ ହୋଇଥିବା ଶିଷ୍ୟଟି ଧୀର ସ୍ୱରରେ ପଚାରିଲା, ଗୁରୁଦେବ, ଆଦେଶ କରନ୍ତୁ, ଶବର କେଉଁ ଅଙ୍ଗକୁ ଖାଇକି ଆରମ୍ଭ କରିବି? କବିରାଜଜି କହିଲେ, ଅଣ୍ଟା ପାଖରୁ ଆରମ୍ଭ କର। ବିନା ବିଳମ୍ବରେ ଲାହିନା ନାମକ ଉକ୍ତ ଭକ୍ତ ଶିଷ୍ୟଟି ଯେତେବେଳେ ଶବର ଅଣ୍ଟା ପାଖରୁ ଯୋଡ଼ା ହୋଇଥିବା କନାଟି କାଢ଼ି ମାଂସ ଖାଇବାକୁ ବସିଛନ୍ତି, ସେଠି ତାଙ୍କ ପାଇଁ ଏକ ଅପୂର୍ବ ଦୃଶ୍ୟ ଅପେକ୍ଷା କରିଥିଲା। ସେ ଦେଖିଲେ ବିଭିନ୍ନ ପ୍ରକାରର ଫଳ ଓ ମିଠାରେ ପୂର୍ଣ୍ଣ ପୋଥି ସବୁ ସେହି ସ୍ଥାନରେ ରହିଛି। ଏହା ଦେଖି ତାଙ୍କର ଆଖି ଖୋସି ହୋଇଗଲା। ସେ ପ୍ରେମରେ ଗଦଗଦ ହୋଇ ଦୌଡ଼ି ଗଲେ ଗୁରୁଙ୍କ ପାଖକୁ। ତାଙ୍କ ପାଦ ତଳେ ପଡ଼ି ଆଖି ଲୁହରେ ତାଙ୍କର ପାଦ ଦୁଇଟିକୁ ଧୋଇଦେଲେ। କୋହ ସମ୍ବରଣ କରି କହିଲେ, ଗୁରୁଦେବ କି ଜୟ। ଧନ୍ୟ ପ୍ରଭୁ, ଧନ୍ୟ ତୁମର ବିଭୂତି। ସାଙ୍ଗେ ସାଙ୍ଗେ କବିରାଜଜି କହିଲେ, ବତ୍ସ ହୋ, ମୋର ବିଭୂତି ନୁହେଁ। ଗୁରୁ ବାକ୍ୟ ପ୍ରତି ତୁମର ଶ୍ରଦ୍ଧା ଓ ବିଶ୍ୱାସ ଆଜି ଏ ଅସମ୍ଭବକୁ ସମ୍ଭବ କରିଛି। ତୁମର ଗୁରୁ ଭକ୍ତି ତୁମକୁ ଗୁରୁଙ୍କ ସହ ଏକାକୀ କରିଦେଇଛି। ଆସ ବତ୍ସ, ତୁମର ସ୍ଥାନ ପାଦ ତଳେ ନୁହେଁ, ତୁମର ସ୍ଥାନ ଏଇ ଛାତିରେ। ତାହା କହି ସେ ଶିଷ୍ୟଟିକୁ କୁଣ୍ଢେଇ ଧରିଲେ। ମକାର ଏବଂ ଘୋଷଣା କଲେ, ଆଜିଠାରୁ ତୁମ୍ଭର ନାମ ଅଙ୍ଗଦ। ତମେ ମୋ ସ୍ଥାନରେ ସମ୍ଭାଳିବ ଏବଂ ମୋର ଉତ୍ତରାଧିକାରୀ ଦାୟିତ୍ୱ ସମ୍ଭାଳିବ। ସେହି ଗୁରୁ ଭକ୍ତ ଶିଷ୍ୟ ଅଙ୍ଗଦ ଦେବ ଶିଷ୍ୟମାନଙ୍କର ଦ୍ୱିତୀୟ ଗୁରୁ ରୂପେ ଦାୟିତ୍ୱ ତୁଲେଇ ସେମାନଙ୍କୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। କି ଅପୂର୍ବ ଗୁରୁ ଭକ୍ତି!